ଯଦି ଆମେ ଦେଖିବା ଗତ 2 ଦିନର ଘଟଣା ବୋଲି ଯଦି ଆମେ ଦେଖିବା, ଯୋଉ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ତ ଯେହେତୁ ଆୟୋ ବଦଳି ଯାଇଛନ୍ତି। ପୂର୍ବରୁ ଗୋଟେ ଡିଏସପି ରାଙ୍କର ଅଧିକାରୀ ଆୟୋ ଥିଲେ ଏବଂ ତାକୁ ସୁପରଭାଇଜ କରୁଥିଲେ ଏଡିଜି କ୍ରାଇମ ବ୍ରାଞ୍ଚର ଅରୁଣ ବୋଥ୍ରା। ବର୍ତ୍ତମାନ ଡିଏସପି ବଦଳରେ ଜଣେ ଏଡିସନାଲ ଏସପି ଯିଏ ବିଜୟ ମଲ୍ଲିକ ଅଛନ୍ତି, ସେ ବର୍ତ୍ତମାନ ତଦନ୍ତ ଅଧିକାରୀ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ହିଁ ବର୍ତ୍ତମାନ ତଦନ୍ତ ଚାଲିଛି। ଯଦି ଗତ 2 ଦିନ ଆଜି ଏବଂ ଗତକାଲିର ଯଦି ଆମେ ଘଟଣା ବୋଲି ଦେଖିବା, ଯୋଉ ନବ ଦାସଙ୍କ ପରିବାରଙ୍କର ବୟାନ ନେବା, ଡକ୍ଟର ଯୋଉମାନେ ଟ୍ରିଟମେଣ୍ଟ କରିଛନ୍ତି ତାଙ୍କର ବୟାନ ନେବା ଏବଂ ଏୟାରପୋର୍ଟ ନିର୍ଦ୍ଦେଶକକୁ ଯୋଉ ତଥ୍ୟ ମାଗିବା, କୋଉଟା ନା କୋଉଠି ସରୋଜ, ଯେହେତୁ ଆମେ ଯୋଉ ଜାନୁଆରୀ 29 ତାରିଖ ଯେଉଁ ଦିନ ଘଟଣା ଘଟିଥିଲା, ସେଦିନ ଆମେ ନିଜେ ହିଁ ଥିଲୁ ଏବଂ ସେଦିନ ସାରା ଆମେ ସେ ଘଟଣା ପରେ କଣ୍ଟିନ୍ୟୁଅସଲି ଆମେ ଲାଇଭ ରିପୋର୍ଟିଂ କରିଛୁ। ତ କୋଉଠି ନା କୋଉଠି ସେଦିନ ଜଣା ପଡୁଥିଲା ଯେ ଭୁବନେଶ୍ୱରରୁ ହିଁ ନିର୍ଦ୍ଦେଶ ଆସୁଥିଲା ଏବଂ ଭୁବନେଶ୍ୱରରୁ ନିର୍ଦ୍ଦେଶ ବଳରେ ହିଁ ସବୁ କାମ ହଉଥିଲା। ତ ନିଶ୍ଚିତ ଭାବେ ଏହା ପଛରେ ତ ଅନେକ ଲୋକ ଅଛନ୍ତି, ତାର ତ ତଦନ୍ତ କରିବାର ଆବଶ୍ୟକତା ଅଛି। କିନ୍ତୁ କଥା ରହିଲା, ମୁଁ ନବ ଦାସଙ୍କ ପରିବାରକୁ ଆକ୍ଷେପ କରୁନି। ଗୋଟେ ଲୋକଙ୍କ ଭିତରେ ଗୋଟେ ରୋଷ ଅଛି ଯେ ଆଜି ଦୀପାଲି ଦାସ ଯୋଉ ତାଙ୍କ ପରିବାର ଲୋକେ ଆଜି ମୋହନ ମାଝୀକୁ ଯାଇକରି ସାକ୍ଷାତ କରିଛନ୍ତି ଏବଂ ଯୋଉ କ୍ରାଇମବ୍ରାଞ୍ଚ ଯୋଉ ଇନକ୍ୱାରି କରିଛି, ସେ ଇନକ୍ୱାରିରେ ସେମାନେ ସାଟିସ୍ଫାଏ ନୁହନ୍ତି। କିନ୍ତୁ ଆପଣ ଦେଖିବେ ଗତ 2 ବର୍ଷ ହେଲାଣି, 2 ବର୍ଷରେ ନିଜେ ଦୀପାଲି ଦାସ କଥା କୁହନ୍ତୁ କିମ୍ବା ବିଶାଲ ଦାସ କଥା କୁହନ୍ତୁ, ସେମାନେ କ୍ରାଇମବ୍ରାଞ୍ଚ ଉପରେ ନେଇକରି ସନ୍ତୁଷ୍ଟ ଥିଲେ। ନବୀନ ପଟ୍ଟନାୟକକୁ ସେମାନେ ଭରସା କରିଥିଲେ। କେବେ ବି ସେମାନେ କ୍ରାଇମବ୍ରାଞ୍ଚ ଏଗେନଷ୍ଟରେ ଗୋଟେ ବକ୍ତବ୍ୟ ଦଉନଥିଲେ। ଉଲ୍ଟା ଯିଏ ସିବିଆଇ ତଦନ୍ତ କଥା, ଯେ ବିଜେପି ନେତା କଥା କୁହନ୍ତୁ କି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଯେତେବେଳେ କଥା ଉଠାଉଥିଲେ, ସେତେବେଳେ ଦୀପାଲି ଦାସ ନିଜେ କହୁଥିଲେ ଏ ଘଟଣାକୁ ରାଜନୀତିକରଣ କରା ନ ଯାଉ। କିନ୍ତୁ ସବୁଠୁ ଦୁଃଖର କଥା ସରୋଜ, ଆଜି ନିଶ୍ଚିତ ଭାବେ ଆଉ ଗୋଟେ କଥା ଆଡ କରିବା କଥା। ବର୍ତ୍ତମାନ ତ ତଦନ୍ତ ଚାଲିଛି, ଯୋଉଟା କି ଆଜି ଯୋଉ ଗୋପାଳଙ୍କର ଓକିଲ ହେଲେ ଯୋଉ ଷ୍ଟେଟମେଣ୍ଟ ଦେଇଛି, ଆମେ ପୂର୍ବ ଅଧ୍ୟାୟରେ ଆମେ କହିସାରିଛୁ ଯେ ବର୍ତ୍ତମାନ 2 ବର୍ଷ ହେଇଗଲାଣି, ମାତ୍ର 30 ଜଣଙ୍କର ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ଝାରସୁଗୁଡା ଏଡିଜେ କୋର୍ଟରେ। ଆହୁରି ପାଖାପାଖି 150 ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ। ତ ଟ୍ରାଏଲ ପ୍ରୋସେସଟା ପାଖାପାଖି 4 ବର୍ଷରୁ 5 ବର୍ଷ ଲାଗିବ। ତ ହୁଏତ ଆଜି ଯାଇକି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଉ ଗୋଟେ ଅପିଲ କରିପାରିଥାନ୍ତେ ଯେ ଏଟାକୁ କେମିତି ସ୍ପିଡି ଟ୍ରାଏଲ ହେବ, ସ୍ପିଡି ଜଷ୍ଟିସ କେମିତି ମିଳିବ, ସେ ନେଇକିରି ହେଲେ ଅନୁରୋଧ କରିପାରିଥାନ୍ତେ କିମ୍ବା କୋର୍ଟର ହେଲେ ହାସଲ ହେଇପାରନ୍ତେ। ଯେ ଯଦି ଆପଣଙ୍କ ଜଷ୍ଟିସଟା ଡିଲେ ହଉଛି, ସେଟା ପ୍ରକୃତ ଜଷ୍ଟିସ ନୁହଁ। ତ ସେ ନେଇକିରି ନା ପରିବାର ଲୋକ ହେଲେ ଚୁପ୍ ରହିଛନ୍ତି। ଆହୁରି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ମୋହନ ମାଝୀଙ୍କ କୋର୍ଟରେ ନିଶ୍ଚିତ ଭାବେ ବଲ ଅଛି। ମୋହନ ମାଝୀଙ୍କଠୁ ଏମାନେ ନ୍ୟାୟ ଆଶା କରୁଛନ୍ତି। କିନ୍ତୁ ଦୀପାଲି ଦାସ ଯଦି ଆମେ ଦେଖିବା, ସେ ତ ନିଜେ ପୂର୍ବତନ ବିଧାୟକ ହେଲେ, ଯୋଉ ବାଇ ଇଲେକ୍ସନ ହେଇଥିଲା, ବାଇ ଇଲେକ୍ସନରେ ସେ ବିଜୟୀ ହେଇଥିଲେ। ସେ ଅନେକ ଥର ନବୀନ ପଟ୍ଟନାୟକ ହେଲେ ଭେଟିଛନ୍ତି। ନବୀନ ପଟ୍ଟନାୟକକୁ କେବେ ପଚାରିଛନ୍ତି କି ଯେ ତଦନ୍ତ କେମିତି ଚାଲିଛି ବୋଲି? ତ ନିଶ୍ଚିତ ଭାବେ ନିଜେ ଦୀପାଲି ଦାସ ନିଜକୁ ନିଜେ ପଚାରିବା କଥା। ଯେ ସେ ଗୋଟେ କମେଣ୍ଟ ସବୁବେଳେ କହନ୍ତି ଯେ ସାମାଜିକ ଗଣମାଧ୍ୟମରେ ମତେ ଆଉ ମୋର ପରିବାରକୁ ଆକ୍ଷେପ କରାହଉଛି ବୋଲି। କାରଣ ଏଥିରୁ ଜଣାପଡିଛି, ଆମେ ଅଲରେଡି ଆଗରୁ କହିସାରିଛୁ, ଏ ନବ ଦାସ ହତ୍ୟାକାଣ୍ଡଟା ଉଭୟ ଶାସକ ଦଳ କଥା କୁହନ୍ତୁ, ବିଜେପି କଥା କୁହନ୍ତୁ କିମ୍ବା ବିଜେଡି କଥା କୁହନ୍ତୁ, କିଏ ଏଥିରୁ ବେଶୀ ଫାଇଦା ପାଇପାରିବ, ରାଜନୀତି ଫାଇଦା କେତେ ପାଇପାରିବ, ସେଥିରୁ ନବ ଦାସଙ୍କ ପରିବାର ଲୋକ ହେଲେ ବାଦ ପଡିନାହାନ୍ତି। ଯଦି ନବ ଦାସ ପରିବାର ପ୍ରକୃତ ହତ୍ୟାକାରୀ କିଏ, ତ ନିଶ୍ଚିତ ଭାବେ ସେମାନେ ଏ ମୁଖ୍ୟମନ୍ତ୍ରୀ କିମ୍ବା ଏ ମିଡିଆ ଷ୍ଟେଟମେଣ୍ଟ ର ଆଶ୍ରୟ ନେଇନଥାନ୍ତେ। ସିଧାସଳଖ ସେମାନେ ହାଇକୋର୍ଟ ଯାଇଥାନ୍ତେ କିମ୍ବା ସୁପ୍ରିମକୋର୍ଟ ଯାଇଥାନ୍ତେ ଏବଂ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରୁ ସିଧାସଳଖ ଫାଇଲ କରିଥାନ୍ତେ, ଏହାର ଗୋଟେ ସିବିଆଇ ଇନକ୍ୱାରି ହଉ, ଏହାର ଗୋଟେ ସ୍ପିଡି ଟ୍ରାଏଲ ହଉ। କିନ୍ତୁ ସେଟା ନ କରିକିରି ବେଶୀ ତ ରାଜନୀତି ନିଜେ ଦୀପାଲି ଦାସ କରୁଛନ୍ତି। କାରଣ ଲୋକଙ୍କର ଏଇଟା ଆମେ ମୋ ନିଜର ଏଇଟା ବକ୍ତବ୍ୟ ନୁହଁ, ଯୋଉଟା ସୋସିଆଲ ମିଡିଆରେ ଯୋଉଟା ଟ୍ରୋଲ ହଉଛି, ଲୋକ କହୁଛନ୍ତି ତାଙ୍କର ବାପା ଜଷ୍ଟ ତାଙ୍କର ଦେହାନ୍ତ ହେଇଛି, ସେ ଟିକେଟ ପାଇଁ ଭୋକିଲା ଥିଲେ ବୋଲି ଲୋକେ କହୁଛନ୍ତି। କାରଣ ଯଦି ସେ ଟିକେଟ ପାଇଁ ଭୋକିଲା ନଥାନ୍ତେ, ତ ନିଶ୍ଚିତ ଭାବେ ସେ ପ୍ରଥମ ଦିନରୁ ହିଁ ସେ ନିଜେ କହିଥାନ୍ତେ
ଯେ ମୋର ବାପାକୁ ନ୍ୟାୟ ଦରକାର। କାରଣ 161 ଷ୍ଟେଟମେଣ୍ଟ ଯଦି ଆମେ ଦେଖିବା ବିଶାଲ ଦାସଙ୍କର ଆଉ ମିନତି ଦାସଙ୍କର, କାରଣ ଜାନୁଆରୀ 29 ତାରିଖ ଆପଣଙ୍କର ନବ ଦାସଙ୍କର ହତ୍ୟା ହେଇଛି, ଜଷ୍ଟ 2-3 ଦିନ ପରେ 161 ଷ୍ଟେଟମେଣ୍ଟ ରେକର୍ଡ କରାଯାଉଛି ମିନତି ଦାସ ଏବଂ ବିଶାଲ ଦାସ। ଏବଂ ସେଇଦିନ ହିଁ ଯଦି ବିଶାଲ ଦାସ ଆଉ ମିନତି ଦାସ ପ୍ରି ପ୍ଲାନ୍ ମର୍ଡର ଏବଂ କନସ୍ପାଇରେସି ଅଛି ବୋଲି କହିଛନ୍ତି, ତ ଦୀପାଲି ଦାସ ଯଦି ଚାହିଁଥାନ୍ତେ ସେ ଟିକେଟକୁ ପ୍ରତ୍ୟାଖ୍ୟାନ କରିକିରି ମୋ ବାପାକୁ ଜଷ୍ଟିସ ଦରକାର ବୋଲି କହିଥିଲେ, ଲୋକମାନେ ନିଶ୍ଚିତ ଭାବେ ଆଜି ଦୀପାଲି ଦାସଙ୍କ ସହିତ ରହିଥାନ୍ତେ।